सीआरपी एमबीके बैंक मित्र कृषि मित्रों राज्य सरकार दरमा वृद्धि घोषणा କରିଛନ୍ତି। ଆପଣମାନେ ଜାଣିକି ଭୁଲିଗଲେ ତୃଣମୂଳ ସ୍ତରରେ ଇସି ମେମ୍ବରଙ୍କ କଥା। ମହିଳାମାନଙ୍କୁ ସ୍ୱାବଲମ୍ବୀ ଦିଗରେ ଇସି ମେମ୍ବରମାନଙ୍କ ଗୁରୁ ଦାୟିତ୍ୱ ରହିଛି। ତେବେ ଖବରଟି କ'ଣ ରହିଛି ଡିଟେଲ ଜାଣିବାକୁ ହେଲେ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଆମ ଚ୍ୟାନେଲ ସହ ଯୋଡ଼ି ରହିଗଲେ ଏବେ ହିଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନକୁ ଅଲ୍ ଉପରେ ସିଲେକ୍ଟ କରିଦିଅନ୍ତୁ। राज्य सरकार ब्लेजर दे उपहास କରିଛନ୍ତି ଇସି ସଭ୍ୟ ମା'ମାନଙ୍କୁ। କାରଣ 1000 ଟଙ୍କାରେ ବର୍ଷ ବର୍ଷ ଧରି କାମ କରି ଆସୁଛନ୍ତି ଇସି ସଭ୍ୟ ମା'ମାନେ। ପେଟରେ ଭୋକ ଏହି ବ୍ଲେଜର ପିନ୍ଧିଲେ କ'ଣ ବା ଲାଭ ହୋଇଥାଏ। राज्य सरकार ସବୁବେଳେ କହି ଆସୁଛନ୍ତି ଗାଁକୁ ବିକାଶ ଏବଂ ମା'ଙ୍କୁ ସମ୍ମାନ, କିନ୍ତୁ ଇସି ସଭ୍ୟମାନେ ଆଜି ନିଜ ନିଜର ହକ୍ ପାଇଁ ରାଜରାସ୍ତାରେ ଭିଡ଼ିଓ ପ୍ରଦର୍ଶନ କରୁଛନ୍ତି। ତେବେ ଆପଣମାନେ ଜାଣିଥିବେ ରାଜ୍ୟ ସରକାର ପ୍ରତ୍ୟେକ ଦିନ ନୂଆ ନୂଆ ଯୋଜନାର ଶୁଭାରମ୍ଭ ମଧ୍ୟ କରୁଛନ୍ତି। ତା ସହ ପୂର୍ବରୁ ଥିବା ଯୋଜନାମାନଙ୍କର ପ୍ରୋତ୍ସାହନ ରାଶିର ବୃଦ୍ଧି ଘୋଷଣା ମଧ୍ୟ କରୁଛନ୍ତି। କିନ୍ତୁ ଇସି ସଭ୍ୟ ମା'ମାନଙ୍କୁ ଖଣ୍ଡିଏ ବ୍ଲେଜର ଦେଇ ଠକିଦେଲେ ସରକାର। ଇସି ସଭ୍ୟ ମା'ମାନଙ୍କୁ ସ୍କୁଟର ଯୋଜନାରେ ସାମିଲ କରାଯାଇଥିବା ବେଳେ ସ୍କୁଟର ବାବଦକୁ EMI ଭରିବେ କେମିତି? ତେବେ ରାଜ୍ୟ ସରକାରଙ୍କ ପାଖରେ ଆମର ଏତିକି ଅନୁରୋଧ ଯେ ସରକାର ୱାର୍କରର ମାନ୍ୟତା ସହ ସାମାଜିକ ସୁରକ୍ଷା ଓ ସଠିକ ପରିଶ୍ରମର ପାରିଶ୍ରମିକ ବୃଦ୍ଧି ଘୋଷଣା କରନ୍ତୁ। ତା ସହ ରହିଛି BKYCର ବୀମା ସୁବିଧା। ମିଶନ ଶକ୍ତିର ମା'ମାନଙ୍କୁ ପାତର ଅନ୍ତର କରୁଛନ୍ତି ସରକାର। କାହାକୁ ଅଧିକ ଦରମା ତ ଆଉ କାହାକୁ କମ୍ ଦରମା। ନିର୍ବାଚନ ପୂର୍ବରୁ ସିଆରପି ଏମବିକେ ଏବଂ ବ୍ୟାଙ୍କ ମିତ୍ରଙ୍କ ରାଜ୍ୟ ସରକାର ଦରମା ବୃଦ୍ଧି ଘୋଷଣା କରି ଏକ ପ୍ରକାର ଖୁସି କରିଥିଲା ବେଳେ ତୃଣମୂଳ ସ୍ତରରୁ ମିଶନ ଶକ୍ତିର ଇସି ମେମ୍ବରଙ୍କ କଥା ସରକାର ମୂଳରୁ ଭୁଲିଗଲେ। ମହିଳାମାନଙ୍କୁ ଆଗେଇ ନେବା କ୍ଷେତ୍ରରେ ଇସି ମେମ୍ବରମାନଙ୍କର ଗୁରୁ ଦାୟିତ୍ୱ ରହିଛି। ତେବେ ଏମାନଙ୍କର ଦସ୍ତଖତରେ ସିଆରପି ଏମବିକେ ଏବଂ ବ୍ୟାଙ୍କ ମିତ୍ରଙ୍କ ଦରମା ମନ୍ଥର ହୋଇଥାଏ। କିନ୍ତୁ ଏମାନେ ଯେଉଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତେବେ ସରକାର ଏମାନଙ୍କ କଥା ଏ ପର୍ଯ୍ୟନ୍ତ ଶୁଣୁନାହାନ୍ତି କାହିଁକି?